ସାରସ୍ୱତ ସାଧୁକ ଏବଂ ଏଠି ଏକତ୍ରିତ ମୈନାକ ସାହିତ୍ୟ ସଂସଦ ବିଶ୍ୱବାସର ସମସ୍ତ ସାରସ୍ୱତ ମନସ୍କ ରସପିପାସୁ ସୁଧୀ କବି ଏବଂ କବୟିତ୍ରୀମାନେ, ମୋ କବିତାର ନାଁ ହେଲା ମୋ କଲମର ସ୍ୱର। ମୋ ହାତରେ ଏବେ ନୂଆ କଲମ ନୂଆ ସ୍ୱର। ମୋ ହାତରେ ଏବେ ନୂଆ କଲମ ନୂଆ ସ୍ୱର, ଯେଉଁ ସ୍ୱର ହୋଇପାରେ ବିଦ୍ରୋହର, ମୁକ୍ତିର, ପ୍ରେମର, ସଂଗ୍ରାମର ଓ ଅହରହ ଚଳମାନ ବ୍ୟସ୍ତ ମଣିଷ। ଏ କଲମରୁ ନିଗିଡ଼ି ପାରେ ଯୁଦ୍ଧ ଭୂଇଁରୁ କ୍ଷତାକ୍ତ ସୈନିକର ଲହୁ, ସାରା ରାତି ଭୋକରେ ଆଉଟୁ ପାଉଟୁ ହେଉଥିବା ପେଟ ପାଇଁ ଆଶ୍ୱାସନା, ଥରେ ଭରସା ପାଇ ପୁଣି ଥରେ ଭାଙ୍ଗି ଯାଇଥିବା ମନ ପାଇଁ ବୁନ୍ଦାଏ ସାନ୍ତ୍ୱନା। ଏ କଲମ ମୁନରେ ଲେଖା ହେଇପାରେ ସବୁ ଯୁଦ୍ଧର ସନ୍ଧି, କେବେ ଆତଙ୍କରୁ ବଞ୍ଚିଥିବା ବାପଝିଉଣ୍ଡ ପିଲାଙ୍କ ପାଇଁ ଥଇଥାନର ସନନ୍ଦ, ଖୁବ୍ ଦୂରରେ ରହି ଚିତ୍କାର କରୁଥିବା ପ୍ରସୂତିର ଅସହ୍ୟ ଯନ୍ତ୍ରଣା, ଆଉ ପ୍ରତିଶ୍ରୁତି ଭରା ଅଧା ଚିଠି ଛାଡ଼ି ଯାଇଥିବା ପ୍ରେମିକ। ମୋ ହାତରେ ଏବେ ନୂଆ କଲମ ନୂଆ ସ୍ୱର। ଏ କଲମରେ ମୁଁ ଟାଣି ଦେଇପାରେ ଜଳକ୍ଲିଷ୍ଟ ଭୋଗୁଥିବା ପ୍ରାଣ ପାଇଁ ସରୁ ନଈର ଧାରଟିଏ। ଏ କଲମରେ ମୁଁ ଟାଣି ଦେଇପାରେ ଜଳକ୍ଲିଷ୍ଟ ଭୋଗୁଥିବା ପ୍ରାଣ ପାଇଁ ସରୁ ନଈର ଧାରଟିଏ, ଆଙ୍କି ଦେଇପାରେ ପାପୁଲିଏ ଉଷୁମ ସ୍ନେହର ଛବି, ମାତୃତ୍ୱକୁ ଝୁରି ଝୁରି ଗାଢ଼ ନିଦରେ ଶୋଇଥିବା ପିଲାର ଆଖି। ଏବେ ମୋ ହାତରେ ନୂଆ କଲମ ନୂଆ ସ୍ୱର, ଢାଳି ଦେଉ ଏ ପୃଥିବୀର ଛାତି ପରେ ଅମୃତ ଅକ୍ଷର, ଶାନ୍ତି ସ୍ନେହ ପ୍ରେମ ଦେଇ ଗଢ଼ୁଥାଉ ମଣିଷ ଈଶ୍ୱର।